କାଳୁ କାଉର ମା ଜଙ୍ଗଲରେ କାଳୁ କାଉର ଘର ଖୋଜୁଥାଏ। ହେଲେ ତାକୁ କେଉଁଠାରେ ବି କାଳୁ କାଉର ଘର ମିଳୁନଥାଏ। ଆରେ କାଳୁର ଘର କେଜାଣି କୁଆଡ଼େ ଗଲା। ଆଗରୁ ତ ସହଜରେ ପାଇଯାଉଥିଲି, କିନ୍ତୁ ଏବେ ଆଉ ରାସ୍ତା ବି ଜାଣିପାରୁନି। ଏତିକି ବେଳେ ମିଠି ଶୁଆ ସେଇ ବାଟ ଦେଇ ଯାଉଥାଏ। ସେ କାଳୁ କାଉର ମାଆକୁ ଦେଖି ତା ପାଖକୁ ଆସେ। ଆରେ ମାଉସୀ, ତୁମେ କିଏ? ମୁଁ ତ ତୁମକୁ ଏ ଜଙ୍ଗଲରେ ନୂଆ ଦେଖୁଛି। ମୁଁ ହେଉଛି କାଳୁ କାଉର ମା। ମୁଁ ତାରି ପାଖକୁ ଆସିଥିଲି, ହେଲେ ତା ଘର କାହିଁ କୋଉଠି ଦିଶୁନି। ଆଚ୍ଛା, ତାହେଲେ ତମେ କାଳୁ ଭାଇଙ୍କ ମା? ଠିକ୍ ଅଛି, ଆସ, ମୁଁ ତୁମକୁ ତାଙ୍କ ଘର ଦେଖେଇଦେବି। ଯାହା ହଉ, ତତେ ବହୁତ ଧନ୍ୟବାଦ। ମାଉସୀ, ଦିଅ, ତମ ବ୍ୟାଗ୍ଟା ମୁଁ ଧରି ନେଇଯିବି। ନାଇଁ ମା, ଥାଉ, ମୁଁ ନେଇଯିବି। ଏଥିରେ ମୋର ବହୁତ ଦାମୀ ଜିନିଷ ଅଛି। ଲାଗୁଛି ବୁଢ଼ୀ ବୋଧହୁଏ ଏ ବ୍ୟାଗ୍ରେ ଗୋରି ନାନୀ ପାଇଁ ସୁନା ଚାନ୍ଦି ଆଣିଛି, ସେଥିପାଇଁ ଧରିବାକୁ ଦଉନି। ତାପରେ ମିଠି ଶୁଆ ଗୋରିର ଶାଶୁକୁ ନେଇ ତାଙ୍କ ଘରେ ଛାଡ଼ିଦିଏ। ଆରେ ମା, ଆସ ଆସ। ଆରେ ଆରେ, ଏ ବୁଢ଼ୀ କାହିଁକି ଆସିଛି? ଆରେ ପୁଅ, ମତେ ତ ତମ ଘର ମିଳୁନଥିଲା, ମିଠି ଶୁଆ ଆଣି ପହଞ୍ଚେଇ ଦେଲା। ଆଚ୍ଛା, ତାହେଲେ ସେ ମିଠି ୟାକୁ ଘର ଦେଖେଇ ଦେଇଛି। ଠିକ୍ ଅଛି, ତା କଥା ମୁଁ ବୁଝୁଛି। ଆଲୋ ମା ଗୌରୀ, ତୁ କେମିତି ଅଛୁ? ଏ ପର୍ଯ୍ୟନ୍ତ ତ ଭଲରେ ଥିଲି, ହେଲେ ଆଗକୁ ଜଣା ନାହିଁ। ରହଲ ବୁଢ଼ୀ, ତୋର ଏମିତି ଖାତିରଦାରୀ କରିବି ଯେ ଗୋଟିଏ ଦିନରେ ଘର ଛାଡ଼ି ପଳେଇବୁ। ତା ପରଦିନ ଗୌରୀ ତା ଶାଶୁର ଖାଇବାରେ ବହୁତ ଲୁଣ ମିଶେଇ ଦିଏ। ସମସ୍ତେ ଖାଇବା ଖାଆନ୍ତି। ଆରେ ଇଏ କ'ଣ ଗୌରୀ, ଉପମା ତ ଭାରି ଲୁଣିଆ ହେଇଛି। କ'ଣ ହେଲା, ଲୁଣିଆ ହେଇଛି? କାଳୁ, ତୁମକୁ କ'ଣ ଉପମା ଲୁଣିଆ ଲାଗୁଛି? ନାଇଁ ତ ମା, ଉପମା ତ ଠିକ୍ ଲୁଣ ହେଇଛି, ହେଲେ ତମେ ଏମିତି କାହିଁ କହୁଛ? ଦେଖିଲ ତ ଶାଶୁମା, ତୁମେ ତ ସବୁବେଳେ ମୋ ହାତ ରନ୍ଧା ଖାଇବାକୁ ବାର, ଆଉ ସବୁବେଳେ ମତେ ଇଆଡ଼ୁ ସିଆଡ଼ୁ ଶୁଣାଅ। ଆଲୋ ନାଇଁ ନାଇଁ ବୋହୂ, ମୁଁ କାହିଁ ତତେ ଖରାପ କହିବି। ଉପମା ତ ସତରେ ଭାରି ଲୁଣିଆ ହେଇଛି। ଠିକ୍ ଅଛି ଶାଶୁମା, କାଲିଠାରୁ ତମେ ରୋଷେଇ କରିବ। ହଁ ମା, କେତେ ଦିନ ହେଲାଣି ତୁମ ହାତ ରନ୍ଧା ମୁଁ ଖାଇନି। ହଉ ଠିକ୍ ଅଛି। ଏମିତି ଗୌରୀ ତା ଶାଶୁକୁ କାମରେ ଲଗାଇବା ପାଇଁ ଅନେକ ବାହାନା କରେ। କେତେବେଳେ ତାକୁ ଘରର ସବୁ କାମ କରାଏ, ତ କେତେବେଳେ ତା କାମରେ ଭୁଲ ବାହାର କରି ତାକୁ ଅପମାନ କରେ। ଏପଟେ ମିଠି ଶୁଆ ଜଙ୍ଗଲ ସାରା କହିଦିଏ ଯେ ଗୌରୀର ଶାଶୁ ତା ବ୍ୟାଗ୍ରେ ଅନେକ ସୁନା ଚାନ୍ଦି ଗୌରୀ ପାଇଁ ଆଣିଛି। ଗୋଟେ ଦିନ ଗୌରୀ କାଉ ନଦୀରେ ପାଣି ପିଉଥାଏ। ଏତିକି ବେଳେ ତା ସାଙ୍ଗ ରାନୀ ଚଢ଼େଇ ତା ପାଖକୁ ଆସେ। ଆଲୋ ଗୌରୀ, ତୋ ଶାଶୁ ତ ଭାରି ବଢ଼ିଆ। ମତେ ଏମିତି ଶାଶୁ ମିଳିଥିଲେ ମୁଁ ତାର ସବୁବେଳେ ସେବା କରିଥାନ୍ତି। ଆଲୋ ରାନୀ, ତୋ ମୁଣ୍ଡ ଠିକ୍ ଅଛି ତ? ତୁ ଏମିତି କ'ଣ ଦେଖିଲୁ କି ସେ ବୁଢ଼ୀ ଭିତରେ ତାର ଏମିତି ପ୍ରଶଂସା କରୁଛୁ? ଯଦି ତୋର ଏତେ ପସନ୍ଦ ହଉଛି, ତାହେଲେ ତାକୁ ତ ଘରକୁ ନେଇଯାଉନୁ। ଆଲୋ, ମୁଁ ତ ମିଠି ନାନୀ ଠାରୁ ଶୁଣିଛି ତୋ ଶାଶୁ କୁଆଡ଼େ ତୋ ପାଇଁ ବ୍ୟାଗ୍ରେ ସୁନା ଚାନ୍ଦି ନେଇକି ଆସିଛି। କ'ଣ କହିଲୁ, ସୁନା ଚାନ୍ଦି? ହେଲେ ଶାଶୁ ମା ତ ମତେ ଏ ବିଷୟରେ କହିନାହାନ୍ତି। ମତେ ଲାଗୁଛି ସେ ବୋଧହୁଏ ତତେ ପରଖୁଛନ୍ତି। ସେଥିପାଇଁ ତୁ ଟିକେ ତାଙ୍କର ସେବା କର, ଦେଖିବୁ ସେ ତତେ ସବୁ ସୁନା ଦେଇଦେବେ। ଆଲୋ ରାନୀ, ଏ କଥା କହି ତୁ ମୋ ଭାଗ୍ୟ ଖୋଲିଦେଲୁ। ଠିକ୍ ଅଛି, ଠିକ୍ ଅଛି, ମୁଁ ଶୀଘ୍ର ଯାଏ ମୋ ଶାଶୁର ସେବା କରିବି। ଗୌରୀ ଘରକୁ ଆସି ଦେଖେ ତ ତା ଶାଶୁ ଝାଡ଼ୁ କରୁଥାଏ। ଆରେ ଆରେ ଶାଶୁମା, ତମେ କ'ଣ କରୁଛ? ଦିଅ ଦିଅ, ସେ ଝାଡ଼ୁ ମତେ ଦିଅ, ମୁଁ ଓଳେଇ ଦେବି। ତୁମେ ମୋର ମା ଭଳି, ମୁଁ ତୁମକୁ କେମିତି କାମ କରିବାକୁ ଦେବି? ଯାଅ, ତୁମେ ଯାଇ ଆରାମ କର। ଆଲୋ ଗୌରୀ, ତୋ ମୁଣ୍ଡ ଫୁଣ୍ଡ ଠିକ୍ ଅଛି ତ?
ନା ଆଉ କିଛି ବାହାନା କରୁଛୁ ମୋତେ ଅଧିକ କାମ କରେଇବାକୁ? ନାଇଁ ନାଇଁ ଶାଶୁମା, ମୁଁ ଏତେ ବି ଖରାପ ନୁହେଁ ଯେ ତୁମକୁ ସବୁଦିନ କାମରେ ଲଗଉଥିବି। ସେଦିନଠାରୁ ଗୋରୀ ସବୁ କାମ କରେ, ଆଉ ତା ସହିତ ତା ଶାଶୁର ସେବା ମଧ୍ୟ କରେ। ଏମିତି କିଛି ଦିନ ବିତିଯାଏ। ଗୋରୀ ସବୁଦିନ ତା ଶାଶୁର ବ୍ୟାଗ୍ ଚୋରି କରିବାକୁ ଚେଷ୍ଟା କରୁଥାଏ, ହେଲେ ଜମା ବି ଚୋରି କରିପାରୁନଥାଏ। କେଜାଣି କେତେ ଦିନ ଏ ବୁଢ଼ୀର ସେବା କରିବାକୁ ପଡ଼ିବ। ଶୋଇଲା ବେଳେ ବି ତକିଆ ତଳେ ରଖି ଶୋଉଛି। କେମିତି ଆଉ ଚୋରି କରିବି? ଜେଜେମା ଜେଜେମା, ମୋ ବଲ୍ କୋଉଠି ହଜି ଯାଇଛି, ଚାଲ ନା ଟିକେ ଖୋଜିଦବା। ହଉ ରେ ନାତିଆ, ଚାଲେ, ମୁଁ ତ ବଲ ଖୋଜିଦେବି। ଏମିତି କହି ସେ ଦୁଇଜଣ ବାହାରକୁ ଚାଲିଯାଆନ୍ତି। ଆରେ ବା, ଯୋଉ କାମ ମୁଁ ଆଜି ଯାଏଁ କରିପାରୁନଥିଲି ତାକୁ ମୋ ପୁଅ କରିଦେଲା। ଏବେ ଯାଉଛି, ବୁଢ଼ୀର ବ୍ୟାଗରୁ ସବୁ ସୁନା ନେଇଯିବି। ଜଗୁରେ, ତୋ ବଲ କାଇଁ? କୋଉଠି ତ ନାହିଁ। ଜେଜେମା ଦେଖ, ଏଠାରେ କିଏ ମାଟିକୁ ଖୋଳିକି ପୋତିଛି। ଲାଗୁଛି ସେ ଦୁଷ୍ଟ ବବଲୁ ମୋ ବଲକୁ ଏଇଠି ପୋତି ଦେଇଛି। ଠିକ୍ ଅଛି, ରହ, ମୁଁ ଦେଖୁଛି। ଜଗୁର ଜେଜେମା ଯେମିତି ସେ ମାଟିକୁ ଖୋଳି ଦେଖେ, ଏକ ସୁନାର ମାଠିଆ ତା ଭିତରେ ଥାଏ। ଆରେ ବାପ ରେ, ଜଗୁ ଦେଖେ, ଆମକୁ ତ ବହୁତ ସୁନା ମିଳିଗଲା। କଣ ହେଲା? ସୁନା? ମତେ ତମେ ବଲ୍ ଖୋଜିଦିଅ। ଆରେ ଏଠାରୁ ଶୀଘ୍ର ଚାଲେ ଘରକୁ ଯିବା। ମୁଁ ତୋ ପାଇଁ ଗୋଟିଏ ବଢ଼ିଆ ବଲ୍ କିଣିଦେବି। ଚାଲ, ଆମେ ତୋ ମାଆକୁ ସବୁ କଥା କହିବା। ଆମେ ତ ଏଥର ବହୁତ ଧନୀ ହୋଇଯିବା। ଏପଟେ ଗୋରିକାଉ ତା ଶାଶୁର ବ୍ୟାଗ୍ ଖୋଲି ଦେଖେ ତ ସେଥିରେ କିଛି ସୁନା ନଥାଏ, ଖାଲି ତାର ଲୁଗାପଟା ଥାଏ। ଆଲୋ ଆଲୋ, ମୋର ଏତେ ପରିଶ୍ରମ ସବୁ ବୃଥା। ଏ ବୁଢ଼ୀ ବ୍ୟାଗରେ ତ ଫୁଟା କଉଡ଼ି ନାହିଁ। ସୁନା କୋଉଠୁ ଆସିବ? ଆଜି ଘରକୁ ଆସୁ, ତାକୁ ମୁଁ ନିଶ୍ଚୟ ଘରୁ ବାହାର କରିଦେବି। ରହିଯା ଶାଶୁମା, ଘର ଭିତରକୁ ଆସିବା ଦରକାର ନାହିଁ। ମୋ ଘରୁ ବାହାରି ଯାଅ। ଆଲୋ ବୋହୂ, ତୁ ଏମିତି କଣ କହୁଛୁ? ମୁଁ କିଛି ଭୁଲ କରିଛି କି? ଭୁଲ? ଆଜି ଯାଏ ତୁ କଣଟା ଠିକ୍ କରିଥିଲୁ କି? ଯେତେବେଳେ ଦେଖ ଖାଲି ଖାଇବି, ପିଇବି ଆଉ ଶୋଇବି। ନିଜ ପୁଅ ପାଇଁ ତ କିଛି ବି ରଖିପାରିଲୁନି। ଆଲୋ ମା, ଆଜିଠାରୁ ଆମର ଭାଗ୍ୟ ବଦଳିଯିବ। ଏଇ ଦେଖେ। କିଛି ଦେଖେଇବା ଦରକାର ନାହିଁ। ମୋ ଭାଗ୍ୟ ତ ସେଇ ଦିନଠାରୁ ଖରାପ ହେଇଯାଇଛି, ଯୋଉ ଦିନଠାରୁ ମୁଁ ତ ପୁଅକୁ ବାହା ହେଇଥିଲି। ଏବେ ମୋ ସାମ୍ନାରୁ ଶୀଘ୍ର ଚାଲିଯା କହୁଛି, ଆଉ କେବେ ବି ମୋ ଘରକୁ ଆସିବୁନି। ଆରେ ମା, ତୁମେ ଜେଜେମାକୁ ଏମିତି କାହିଁ କହୁଛ? ତୁ ପାଟି ଚୁପ୍ କର। ସବୁବେଳେ ଖାଲି ଜେଜେମା ଜେଜେମା। ଜେଜେମା ନଥିଲେ କଣ ତୁ ବଞ୍ଚି ପାରିବୁନି? ଆଲୋ ଗୋରୀ, ମୁଁ ତ ତତେ ଭାରି ଭଲ ଭାବୁଥିଲି, ହେଲେ ତୁ ଏଡ଼େ ସ୍ୱାର୍ଥପର ବୋଲି ମୁଁ ଜାଣିନଥିଲି। ଠିକ୍ ଅଛି, ମୁଁ ଏବେ ଯାଉଛି। ପଛରେ ମୋ କଥା ମନେ ପକଉଥିବୁ। ମୋ କାମ ନଥିଲା ଯେ ମୁଁ ତୋରି କଥା ମନେ ପକେଇବି। ତାପରେ ଗୋରୀର ଶାଶୁ ସେଠାରୁ ଚାଲିଯାଏ, ଆଉ ଗୋଟିଏ ଗଛ ଉପରେ ଯାଇ ବସେ। ରାତି ହୋଇଯାଇଥାଏ, ଆଉ ଜୋରରେ ଥଣ୍ଡା ମଧ୍ୟ ପଡ଼ିଯାଏ। ଗୋରୀର ଶାଶୁକୁ ବହୁତ ଜୋରରେ ଶୀତ କରୁଥାଏ। ଆରେ ବାପରେ, ଏତେ ଜୋରରେ ଶୀତ କଲାଣି, ମୁଁ ଏବେ ଘରକୁ କେମିତି ଯିବି? ଏତିକି ବେଳେ ଟୁନି ଚଢ଼େଇ ତା ଘର ଝରକା ବାଟେ ଗୋରୀର ଶାଶୁକୁ ଦେଖୁଥାଏ। ଆରେ, ଇଏ ତ ଗୋରୀ ନାନୀର ଶାଶୁ। ଏତେ ରାତିରେ ସେ ଏଠି କଣ କରୁଛନ୍ତି? ଏହା କହି ସେ ତା ପାଖକୁ ଯାଏ। ମାଉସୀ, ତୁମେ ଏଠାରେ କଣ କରୁଛ? ଏତେ ଶୀତ ପଡ଼ୁଛି, ତୁମେ ଘରକୁ କାହିଁ ଯାଉନ? କୋଉ ଘରକୁ ଯିବିଲୋ ମା, ମୋ ବୋହୂ ତ ମୋତେ ଘରୁ ବାହାର କରିଦେଇଛି। କଣ ହେଲା? ସେ ଏମିତି କାହିଁ କଲେ? ଠିକ୍ ଅଛି ମାଉସୀ, ତମେ ଆମ ଘରକୁ ଚାଲ। ଏଠି ବସିଲେ ତୁମ ଦେହ ଅସୁସ୍ଥ ହେବ। ଟୁନି ତାକୁ ତା ଘରକୁ ନେଇଯାଏ, ଆଉ ଖାଇବା ପାଇଁ ଗରମ ଗରମ ଭାତ ଡାଲି ବାଢ଼ି ଦିଏ। ଗୋରୀର ଶାଶୁ ଭାତ ଡାଲି ଖାଇ ଶୋଇପଡ଼େ। ତା ପରଦିନ ସକାଳୁ ଉଠି, ଝିଅ,
ତୁ ପର ହୋଇ ମୋର ଏତେ ସେବା କଲୁ, ହେଲେ ମୋ ବୋହୂ ମୋତେ ଘରୁ ବାହାର କରିଦେଲା। ମୁଁ ତୋ ଋଣ କେବେ ଶୁଝିପାରିବିନି। ଆରେ ମା, ତୁମେ ଏମିତି କ'ଣ କହୁଛ? ମୁଁ ତ ତୁମ ଝିଅ ପରି। ତମେ ଆଜିଠାରୁ ମୋ ପାଖରେ ରୁହ। ଏମିତିରେ ବି ମୋ ଘରେ କେହି ବି ନାହାନ୍ତି। ମୁଁ ଏକା ରହୁଛି। ଟୁନି, ଏଇ ନେ, ୟାକୁ ତ ପାଖରେ ରଖ। ମୁଁ ତ ଖାଲି ଦିନକୁ 2 ମୁଠା ଖାଇଲେ ଗଲା। ମୋର ଏସବୁ କ'ଣ ହବ? ଆରେ ମା, ତୁମେ ଏସବୁ ମୋତେ କାହିଁକି ଦେଉଛ? ଏସବୁ ତ ତୁମେ ଗୋରୀ ନାନୀଙ୍କୁ ଦେବା କଥା। ସେ ପୋଡ଼ା ମୁହିଁର ନାଁ ମୋ ଆଗରେ ଧରନା। ସିଏ ଏସବୁର ହକଦାର ନୁହେଁ। ଏସବୁ ହେଉଛି ତୋର।